ଚିଲିକା ଗୋଟେ ଲବଣାକ୍ତ ହ୍ରଦ। ମାନେ ଚିଲିକା ଗୋଟେ ବିରାଟ ବିଶାଳ ହ୍ରଦ ଓଡ଼ିଶାର, ଯାହା ଉପରେ କବିବର ରାଧାନାଥ ରଥ ଚିଲିକା ପୁସ୍ତକ ରଚନା କବିତା ରଚନା କରିଛନ୍ତି। ତେଣୁ ଏତେ ବିଶାଳକାୟ ସେଇଟା ଅନୁସନ୍ଧାନରୁ ଜଣାପଡ଼ୁଛି ଯେ ଯେହେତୁ ଏଇଟା ଗୋଟେ ସାଲାଇନ୍ ବା ଲବଣାକ୍ତ, ତେଣୁ କାଳକ୍ରମେ ଏଇଟା ସମୁଦ୍ରଠୁ ଅଲଗା ହୋଇଯାଇଛି, ବିଚ୍ଛିନ୍ନ ହୋଇଯାଇଛି। କିନ୍ତୁ ସମୁଦ୍ର ସହିତ ଚିଲିକାର ସମ୍ପର୍କ ଅଛି, ଯେଉଁଟା ମୁହାଣ ବୋଲି କହନ୍ତି। ତେଣୁ ଚିଲିକାରୁ ସମୁଦ୍ରରୁ ପାଣି ଚିଲିକାକୁ ଆସେ, ଚିଲିକାରୁ ପାଣି ସମୁଦ୍ରକୁ ଯାଏ ଏବଂ ଚିଲିକାର ମାଛ ସମୁଦ୍ରକୁ ଯାଆନ୍ତି। ବିଶେଷ କରି ସମୁଦ୍ରରୁ ମାଛ ଚିଲିକାରେ ରହନ୍ତି। ତେଣୁ ବର୍ଷା ଦିନେ ଚିଲିକା ବହୁତ ବଢ଼ିଯାଏ, କାରଣ ସେ ଯେଉଁ ନଈ ଗୁଡ଼ାକ ବାଣପୁର ଇତ୍ୟାଦି ସେ ଅଞ୍ଚଳରେ ଅଛନ୍ତି, ଶାଳିଆ ଫଳିଆ, ସେସବୁ ଆସିକି ପଡ଼ନ୍ତି ଚିଲିକାରେ। ତେଣୁ ଚିଲିକାର ପାଖ ଅଞ୍ଚଳ ଗୁଡ଼ାକ ଜଳ ମଧୁର ଲାଗେ। ତେଣୁ ଚିଲିକା ଭିତରେ ବହୁତ ଗୁଡ଼ିଏ ପାହାଡ଼ ରହିଛି। କଳିଯୁଗେଶ୍ୱର ମୁଣ୍ଡିଆ, କାଳିଜାଇ ପାହାଡ଼, ଚଢ଼େଇହଗା ପାହାଡ଼। ତେଣୁ ମୋଗଲ ରାଜତ୍ୱ କାଳରେ ମୋଗଲ ରାଜତ୍ୱରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ସେମାନେ ଚିଲିକା ଭଳି ଗୋଟେ ସୁନସାନ ଜାଗାରେ ଆଣିକିରି ଜଗନ୍ନାଥଙ୍କୁ ଦିଟା ଡଙ୍ଗା ଯୋଡ଼ିକିରି ଜଗନ୍ନାଥଙ୍କୁ ରଖିଥିଲେ। କେତେବେଳେ ଜଗନ୍ନାଥ ଗୁରୁବାଇରେ, କେତେବେଳେ ମଉସା ବ୍ରହ୍ମପୁରରେ। ସେଇ ଚିଲିକା ଭିତରେ ବି ଛୋଟ ଛୋଟ ଦ୍ୱୀପ ଅଛି। କେତେବେଳେ ଏବେ ସ୍ମାରକୀ ତା'ର ସବୁ କରାହେଇଛି। କେତେବେଳେ ସିଏ ଆମେ ଯେତେବେଳେ ମୋ ଘର ଯେହେତୁ ପାରିକୁଦଗଡ଼ ଏବଂ ସେ ସମୟରେ ପାରିକୁଦରେ ହାଇସ୍କୁଲ ନଥିଲା, ତେଣୁ ମୁଁ ଆସି ବାଲୁଗାଁରେ ପାଠ ପଢ଼ୁଥିଲି, ବାଲୁଗାଁ ସ୍କୁଲରେ। ସେ ସମୟରେ ଆମର ହେଡ଼ମାଷ୍ଟର କୁବେର ପାଠୀ ଥିଲେ ଏବଂ ଗୋବିନ୍ଦ ବାବୁ ଗଣିତ ଫଣିତ ପଢ଼ାଉଥିଲେ। ତେଣୁ ଯାହା ହଉ, ସେଠି ଜଣେ କୁମୁଟି ମହାଜନ ପିଲାମାନେ ରହିବା ପାଇଁ ବେକାର ଲୋକ, ସେ ଗୋଟେ ହଷ୍ଟେଲ ତିଆରି କରିଦେଇଥିଲେ। ଆମେ ସେ ହଷ୍ଟେଲରେ ରହୁଥିଲୁ। ତେଣୁ କଳିଯୁଗେଶ୍ୱର ମୁଣ୍ଡିଆ ଯେଉଁ ଅଛି, ମୁଁ ତା ଉପରକୁ ଯାଇକି ଦେଖିଲି ଯେ ସେଇଟା ଗୋଟେ ଦ୍ୱୀପ ଭଳିଆ ହେଇଛି। ଉପରଟା ଗୋଟେ ବିରାଟ ଦ୍ୱୀପ। ତା'ଠୁ ପୁରାଣ କାଳରେ, ପୁରୁଣା ସମୟରେ ଯେତେବେଳେ ଜାହାଜ ବା ପାଲଟଣା ଜାହାଜ ଫାହାଜ ଆସୁଥିଲା, ସେଇଟା ଗୋଟେ ଲାଇଟ୍ ହାଉସ୍ ଭାବରେ ବସି କାମ କରୁଥିଲା। ତେଣୁ ସେ ଯେଉଁ ଦ୍ୱୀପ ଭଳିଆ ଅଛି, ସେଥିରେ ତେଲ ବେଲ ଦେଇକି ସଳିତା ଫଳିତା ଦେଖେଇକିରି ତାକୁ ଲାଇଟ୍ ହାଉସ୍ର କାମ କରୁଥିଲା। ଏବଂ ଯେଉଁ ଚଢ଼େଇହଗା ପର୍ବତ, ସେଇଟା ଗୋଟେ ବଡ଼ ପର୍ବତ ନୁହେଁ, ସେଇଟା ଗୋଟେ ଛୋଟିଆ ପର୍ବତ। ବର୍ଷା ଦିନେ ବୁଡ଼ିଯାଏ, ପାଣି ଅଧିକ ହୋଇଯାଏ, ଖରାଦିନେ ଦେଖାଯାଏ। ଚଢ଼େଇମାନେ ମଳତ୍ୟାଗ କରି କରି ସେଇଟା ଧଳା ଦେଖାଯାଏ ବୋଲି ତାକୁ ଚଢ଼େଇହଗା ବୋଲି କହନ୍ତି। ଏବଂ ଯେଉଁ କାଳିଜାଇ, ଯାହା ବିଷୟରେ ଗୋଦାବର୍ଷ ଲେଖିଛନ୍ତି, କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା, କୋଟି କୋଟି ଦଣ୍ଡବତ, ପାହାଡ଼ର ନାଁ ରାଇଜେ ଖ୍ୟାତଲ, କାଳିଜାଇ ପର୍ବତ। ମା ଅନନ୍ତ ଅନାଦି କାଳରୁ ମା ସେଠି ପୂଜା ପାଉଛନ୍ତି। ଏବଂ କାଳିଜାଇ ମାଙ୍କ ନାଁ ସ୍ମରଣ କଲେ, ମୁଁ ଦେଖିଛି ବେଳେବେଳେ ପାରିକୁଦରୁ ବାଲୁଗାଁ ଆସିବା ବା ବାଲୁଗାଁରୁ ପାରିକୁଦ ଯିବା ବେଳେ ଖୋଲା ଜାଗା, ଏଡ଼େ ବଡ଼ ବିରାଟ ହ୍ରଦ, ଲାଗୁନ୍, ଅଂଗ୍ରେଜୀରେ ତାକୁ ଲାଗୁନ୍ କହିଲେ ଠିକ୍ ହେବ, ଯଦିଓ ଆମେ ଚିଲିକା ଲେକ୍ ବୋଲି କହୁଛୁ। ତେଣୁ ଯାହା ହଉ, ଏତେ ଜୋରରେ ବର୍ଷା ପବନ ଝଡ଼ ତୋଫାନ ହେଲେ ସମୁଦ୍ର ଭଳିଆ ଲହଡ଼ି ଉଠେ। ତେଣୁ ଡଙ୍ଗାକୁ ପକାଏ, ଉଠାଏ। ତେଣୁ ମା ଭରସା, ମା କାଳିଜାଇ ଭରସା। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଲିନୀ, ଦୁର୍ଗା କ୍ଷମା ଶିବା ଧାତ୍ରୀ, ସ୍ୱାହା ସ୍ୱଧା ନମସ୍ତେ। ସେଇ ମାଙ୍କ କରୁଣାରୁ ମୁଁ ଦେଖିଛି ହରିବୋଲ ପଡ଼ିବ ଡଙ୍ଗାରେ ଏବଂ ମଙ୍ଗରେ ନଡ଼ିଆ ଟିକିଏ ଥିବ, ବାଢ଼ି ଦେବ। ତେଣୁ ମା ହେଉଛନ୍ତି ଏକମାତ୍ର ସହାୟର ଆସ୍ଥା। ତେଣୁ ମାଙ୍କୁ ସ୍ମରଣ କରି ଦେଖାଯାଇଛି ଯେ କେବେ ଡଙ୍ଗା ଆକ୍ସିଡେଣ୍ଟ ହୁଏନି ବା ଡଙ୍ଗା ପିଟି ହୁଏନି ବା ଡଙ୍ଗା ବୁଡ଼ିଯାଏ। ତେଣୁ ମା କାଳିଜାଇ ହେଉଛନ୍ତି ସେଠି ଭରସା। ଆଉ ଯେଉଁ କାଙ୍କଣ ଶିଖରୀ, ଯେଉଁଠି ପ୍ରଭୁ ଯାଇକି ଲୁଚିଥିଲେ, ପ୍ରବଳ ମାତ୍ରାରେ ସେ ପାହାଡ଼ଟା, ସେଠି ବହୁତ ପରିମାଣରେ କାଙ୍କଣ ହୁଏ। ତେଣୁ ଯେତେବେଳେ ଜଗନ୍ନାଥ ଯାଇକି ଲୁଚିଛନ୍ତି, ସେଠି କାଙ୍କଣ ମଧ୍ୟ ଭୋଗ ହେଉଥିଲା ପ୍ରଭୁଙ୍କୁ। ତେଣୁ କାଙ୍କଡ଼ର ପ୍ରଚଳନ ମଧ୍ୟ ଶ୍ରୀମନ୍ଦିରରେ ଅଛି। ସେ ବିଷୟରେ ବଡ଼ ସୁନ୍ଦର ଭାବରେ କବିବର ରାଧାନାଥ ବି ଲେଖିଛନ୍ତି। ଲକ୍ଷ୍ମୀଙ୍କ ରୋଷଶାଳାକୁ କାଙ୍କଣ ଏଠୁ ଯାଏ ବୋଲି ଡଙ୍ଗାରେ। ତ ଯାହା ହଉ, ତେଣୁ ଏଇ ଯେଉଁ ପାହାଡ଼ ଗୁଡ଼ିକ ଚିଲିକା ଭିତରେ ଅଛନ୍ତି ବିଭିନ୍ନ ଭାବରେ, ଏବଂ
ମା କାଳିଜାଇଙ୍କ ପର୍ବତ ବା ପାହାଡ଼ ସେ ଭିତରେ ଅନ୍ୟତମ ମା କାଳିଜାଇଙ୍କର ଗୋଟେ ଛୋଟିଆ ମନ୍ଦିର। ମା କାଳିଜାଇଙ୍କର ଏକମାତ୍ର ପର୍ବ ବର୍ଷ ଭିତରେ ସେଠି ଲକ୍ଷ ଲକ୍ଷ ଡଙ୍ଗା ଯାଇକି ଲାଗେ ମକର ସଂକ୍ରାନ୍ତି। ସେଇଟା ମା କାଳିଜାଇଙ୍କ ପୀଠରେ ତାର ଟ୍ରଷ୍ଟି ହେଉଛନ୍ତି ପାରିକୁଦ ରାଜା। ପାରିକୁଦ ବହୁତ ଅର୍ଗାନାଇଜେସନ୍ ବହୁତ ସଂଘ ଯାଇକିରି ସେଠି ରାତିରେ ମ୍ୟୁଜିକ୍ କମ୍ପିଟିସନ୍ ଆଲୋଚନା ମାଙ୍କର ପ୍ରସାଦ ଏହିସବୁ ସେଇଠି ହୁଏ। ତେଣୁ ଚିଲିକା ଗୋଟେ ନ୍ୟାସନାଲ୍ ସମ୍ପଦ, ଆମ ଓଡ଼ିଶାର ଗୋଟେ ବିରାଟ ସମ୍ପଦ, ମତ୍ସ୍ୟ ସମ୍ପଦରେ ଅନୁପମା। ତେଣୁ ତାକୁ କୋଟି କୋଟି ଟଙ୍କା ପାଆନ୍ତି ସରକାର ବା ଯେଉଁମାନେ ବିକ୍ରି ବଟା ହୁଏ ବଙ୍ଗାଳକୁ ଯାଏ। ତେଣୁ ଚିଲିକାର ମାଛ ବି ଅତି ସୁସ୍ୱାଦୁ, ଯେଉଁ ଖଙ୍ଗା ମାଛ ସେ ତ ଏଇଠି 1000 ଟଙ୍କା ହେବ ଭୁବନେଶ୍ୱରରେ। ତେଣୁ ଚିଲିକା ଗୋଟିଏ ରାଧାନାଥ ଲେଖିଛନ୍ତି ତାଙ୍କର ଚିଲିକା କାବ୍ୟରେ, ଗୋପବନ୍ଧୁ ବି ଲେଖିଛନ୍ତି ରହ ରହ କ୍ଷଣେ ବାଷ୍ପୀୟ ସକଟ ଦେଖିବି ଚିଲିକା ଚାରୁ ଚିତ୍ରପଟ। ଡଙ୍ଗାରେ ତ ସେତେବେଳେ ଟ୍ରେନରେ ବିହାରବାଗ ଜେଲକୁ ଯାଉଛନ୍ତି ଏବଂ ରାଧାନାଥ ତ ଚିଲିକା ନେଇକି ଲେଖିଛନ୍ତି ସ୍ୱରୂପା ଅଂଶୁପା ଲୋକେ ଅଗୋଚର ପୂଜାସ୍ପଦ ହେଲା ଗୋସ୍ପଦ ପୁଷ୍ପ। So it's a scenic beauty, the landscape, it attracts people, blue-eyed ଚିଲିକା। ତେଣୁ ଯେତେବେଳେ ସିଆଡ଼ୁ କନ୍ୟାଙ୍କୁ ଧରିକିରି ରାଜା ଆସୁଛନ୍ତି, ବଡ଼ ସୁନ୍ଦର ଭାବରେ ରାଧାନାଥ ଲେଖିଛନ୍ତି ନୀଳିମାରେ ବାମା ଚାରୁ କେଶ ପାଶ, ନୀଳିମାରେ ମାମା ଚାରୁ କେଶ ପାଶ, ସୁନୀଳ ବିଚିକି କଲା ଉପହାସ, ତେଣୁକି ତରଙ୍ଗ ଅପମାନ ଭରେ, ଶିର ପିଟୁଥିଲେ ତରଣୀ ପଞ୍ଜରେ। ଏ ଯେଉଁ ଅଳଙ୍କାର ଇଟ୍ସ ଏ ପାରାଡକ୍ସ। ଜୟ ମା କାଳୀ, ଜୟ ମା କାଳୀ।